ହୃଦୟ ତାକୁ ଦିଅ ଯେ ଚେହେରାରେ ନୁହେଁ ବରଂ ହୃଦୟରୁ ଭଲ ହୋଇଥିବ। ସ୍ପଷ୍ଟ କହୁଥିବା ବ୍ୟକ୍ତିର କଥା ଗୋଟିଏ କଣ୍ଟା ଭଳି ହୋଇଥାଏ ସତ, ଆଉ ଏଥିରେ କିଛି ସମୟ ପାଇଁ କଷ୍ଟ ମଧ୍ୟ ଲାଗିଥାଏ, କିନ୍ତୁ ଫାଇଦା ସାରା ଜୀବନ ହୋଇଥାଏ। ଯଦି ଆପଣ କାହାକୁ ଗୋଟିଏ ଥର କ୍ଷମା କରୁଛନ୍ତି, ତେବେ ଆପଣ ଜଣେ ବୁଝିବା ସୁଝିବା ଲୋକ ଅଟନ୍ତି। ପୁଣି ଯଦି ସେହି ବ୍ୟକ୍ତିକୁ ଦ୍ୱିତୀୟ ଥର ପାଇଁ କ୍ଷମା କରୁଛନ୍ତି, ତେବେ ଆପଣ ଜଣେ ନରମ ହୃଦୟର ବ୍ୟକ୍ତି ଅଟନ୍ତି। କିନ୍ତୁ ଯଦି ଆପଣ ସେହି ବ୍ୟକ୍ତିକୁ ତୃତୀୟ ଥର ପାଇଁ କ୍ଷମା କରୁଛନ୍ତି, ତେବେ ଆପଣ ଦୁନିଆର ସବୁଠାରୁ ମୂର୍ଖ ବ୍ୟକ୍ତି ଭାବେ ଗଣାଯିବେ। ଜୀବନର ସବୁଠାରୁ ମହଙ୍ଗା ବସ୍ତୁ ହେଉଛି ଆପଣଙ୍କର ବର୍ତ୍ତମାନ, ଯାହା ଗୋଟିଏ ଥର ଚାଲିଗଲେ ସାରା ଦୁନିଆର ସମ୍ପତ୍ତି ଦେଇ ମଧ୍ୟ ଆମେ ତାକୁ ଆଉ କିଣିପାରିବା ନାହିଁ। ଆମକୁ ଆମର ବିଚାର ହିଁ ଗଢ଼ିଥାଏ। ସେଥିପାଇଁ କେବେ ନିଜର ଶବ୍ଦ ଉପରେ ଜୋର ଦିଅ ନାହିଁ। ସର୍ବଦା ନିଜ ବିଚାରକୁ ଭଲ ରଖନ୍ତୁ, କାହିଁକି ନା ବିଚାର ସବୁବେଳେ ଜୀବିତ ରହିଥାଏ। ଯେଉଁ ପ୍ରକାର ମୌସମ ବଦଳିଥାଏ, ଠିକ୍ ସେହି ପ୍ରକାର ଜୀବନରେ ସୁଖ ଦୁଃଖର ଯିବା ଆସିବା ମଧ୍ୟ ଲାଗି ରହିଥାଏ। ଖରାପ ତ ତୁମକୁ ହଜାର ଭିଡ଼ ଭିତରେ ମଧ୍ୟ ଖୋଜି ପାଇଯାଇଥାଏ, ଯେମିତି ଗାଈ ଗୋଠ ମଧ୍ୟରେ ବାଛୁରୀ ତାର ମାଆକୁ ଖୋଜି ପାଇଯାଇଥାଏ। କିନ୍ତୁ ଯିଏ ବଂଶୀବାଲାକୁ ହୃଦୟରୁ ମାନିଥାଏ, ସେ ଖରାପ ମଧ୍ୟରେ ବି ଭଲକୁ ଖୋଜି ପାଇଯାଇଥାଏ। ବେଶୀ ହସୁଥିବା କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ, ତେବେ ବୁଝିଯାଆନ୍ତୁ ଯେ ସେ ଭିତରୁ ଭାଙ୍ଗି ଯାଇଛି। କେବେ ବି ନିଜକୁ ନେଇ ଅଧିକ ଗର୍ବ କରନ୍ତୁ ନାହିଁ। ପଥର ମଧ୍ୟ ଭାରି ହୋଇ ପାଣି ଭିତରେ ନିଜର ଓଜନ ହରାଇ ଦେଇଥାଏ। ଯଦି ଈଶ୍ୱର ଆପଣଙ୍କୁ ଅଧିକ ଅପେକ୍ଷା କରାଉଛି, ତେବେ ଏହା ହୋଇପାରେ ଯେ ସେ ତୁମକୁ ତୁମ ମାଗିବା ଠାରୁ କିଛି ଅଧିକ ଦେବାର ଅଛି। ଏହି ସମୟ ମଧ୍ୟ ଚାଲିଯିବ, ଖାଲି ତୁମେ ଟିକେ ଧୈର୍ଯ୍ୟ ଧର। ଯେଉଁଠାରେ ଖୁସି ବି ରହୁନାହିଁ, ସେଠାରେ ଦୁଃଖର କ'ଣ ଔକାତ ଅଛି। ଯେତେବେଳେ ମନ ଦୁଃଖ ଅଛି, ସେତେବେଳେ କିଛି କର ନାହିଁ, ବାସ୍ ଆଖି ବନ୍ଦ କରି ଶ୍ରୀକୃଷ୍ଣଙ୍କର ନାମ ଗାଇଯାଅ। ବୁଦ୍ଧି ଦ୍ୱାରା ପଇସା ରୋଜଗାର କରିହୁଏ, କିନ୍ତୁ ପଇସା ଦ୍ୱାରା ବୁଦ୍ଧିକୁ କିଣି ହେବ ନାହିଁ। ଯେତେବେଳେ ଅନ୍ୟ ପାଇଁ ବଞ୍ଚୁଥିଲେ, କାହାର କୌଣସି ଅଭିଯୋଗ ନଥିଲା, ସମସ୍ତେ ନିଜର ଲାଗୁଥିଲେ। କିନ୍ତୁ ଟିକେ ନିଜ ପାଇଁ କ'ଣ ଭାବିଲି, ଏ ଦୁନିଆ ହିଁ ଶତ୍ରୁ ହୋଇଗଲା। ଜୀବନର ଏହି ଅନୁଭୂତି ଯେ ଛୋଟ ମଣିଷ ବଡ଼ ସମୟରେ ବହୁତ କାମରେ ଆସିଥାଏ, ଆଉ ବଡ଼ ମଣିଷ ଗୋଟିଏ ଛୋଟ କଥାରେ ତାର ଔକାତ ଦେଖାଇ ଦେଇଥାଏ। କେହି ବି ଆପଣଙ୍କ ହାତରୁ କିଛି ବି ଛଡ଼ାଇ ନେଇଯାଇପାରେ, କିନ୍ତୁ ଆପଣଙ୍କ ଭାଗ୍ୟରୁ ନୁହେଁ। ଯଦି ଜୀବନରେ ଆଗକୁ ବଢ଼ିବାର ଅଛି, ତେବେ ଅନ୍ୟ ଉପରେ ଭରସା କର ନାହିଁ। ଭରସା କରିବ ତ କେବଳ ନିଜ ଉପରେ। ତୁମ ଘରର ଦ୍ୱାରକୁ ଛୋଟ କରି ରଖିଥାଅ। ଯିଏ ନଈ କରି ଚାଲିଗଲା, ବୁଝିନିଅ ସେ ହିଁ ତୁମ ନିଜର ଅଟେ। ଯଦି ଈଶ୍ୱରଙ୍କ ଉପରେ ଆସ୍ଥା ରଖୁଛନ୍ତି, ତେବେ କଠିନ ସମୟରେ ମଧ୍ୟ ରାସ୍ତା ମିଳିବ। ଯିଏ ଜ୍ଞାନୀ ତାକୁ ସହଜରେ ବୁଝାଇ ହେବ, ଯିଏ ଅଜ୍ଞାନୀ ତାକୁ ମଧ୍ୟ ସହଜରେ ବୁଝାଇ ହେବ। କିନ୍ତୁ ଯିଏ ଅଭିମାନୀ ହୋଇଥାଏ, ତାକୁ କେହି ହେଲେ କେବେ ବୁଝାଇ ପାରିବେ ନାହିଁ। ତାକୁ କେବଳ ସମୟ ହିଁ ବୁଝାଇ ପାରିବ। ଅନ୍ୟ ଉପରେ କେମିତି ଭରସା କରିବ? ଆଜିକାଲି ତ ନିଜ ଲୋକମାନେ ହିଁ ମୋ ପରାଜୟର ମଜା ନେଉଛନ୍ତି। ଯେତେବେଳେ କାହାର ଦରକାର ପଡ଼ିଥାଏ, ସେତେବେଳେ ସେମାନଙ୍କ କଥା ବହୁତ ମିଠା ହୋଇଯାଏ। ତୁମେ ଯେତେ ସଚୋଟ ରହିବ, ସେତେ ଏକୁଟିଆ ହୋଇଯିବ। ଯେବେ ଜୀବନ ଆପଣଙ୍କୁ କନ୍ଦାଇଥାଏ, ସେତେବେଳେ ବୁଝିଯାଅ ଯେ ଜୀବନ ଆପଣଙ୍କୁ କନ୍ଦାଉ ନାହିଁ, ସେ ଆପଣଙ୍କୁ କିଛି ଶିକ୍ଷା ଦେଉଅଛି। ମତଲବୀ କଥାକୁ ସମସ୍ତେ ବୁଝିପାରନ୍ତି, କିନ୍ତୁ କଥାର ମତଲବକୁ ବହୁତ କମ୍ ଲୋକ ବୁଝିପାରନ୍ତି। ସବୁକିଛି ଜାଣି ଯଦି ଆପଣ ଭୁଲକୁ ଭୁଲ ବୋଲି କହିପାରୁନାହାନ୍ତି, ତେବେ ଆପଣ ନିଜ ହକ୍ ପାଇଁ ମଧ୍ୟ ଲଢ଼େଇ ପାରିବେ ନାହିଁ। ନିଜକୁ ନିଜେ ସବୁବେଳେ ଖୁସି ରହିବା ଶିଖନ୍ତୁ। ବାକି ସବୁ ତ ଏମିତି ଚାଲିଥିଲା, ଆଉ ଏମିତି ହିଁ ଚାଲିଥିବ। କେହି ନିଜ ଲୋକ ପର ହୋଇଯିବ ତ କେହି ପରଲୋକ ଆପଣାର ହୋଇଯିବ। କୌଣସି ବି ସମ୍ପର୍କ ଗୋଟିଏ ପଟୁ ଚାଲିନଥାଏ, ଦୁଇ ଜଣଙ୍କର ଭାଗିଦାରରେ ଏହା ଚାଲିଥାଏ। ଯେଉଁ ମନୁଷ୍ୟ ଆପଣଙ୍କର ଖୁସି ପାଇଁ ତା ନିଜ ଖୁସିକୁ ଭୁଲିଯାଏ, ସେହି ମନୁଷ୍ୟଠାରୁ ତୁମ ନିଜର ଆଉ କେହି ହୋଇନପାରେ। ଯଦି ଜୀବନରେ ଆପଣ ଧୀରେ ଚାଲି ମଧ୍ୟ କେବେ ହେଲେ ଅଟକି ନାହାନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣ ହିଁ ସବୁଠାରୁ ଦ୍ରୁତ ବେଗରେ ଚାଲୁଛନ୍ତି। ଆପଣ କୌଣସି ବ୍ୟକ୍ତିକୁ ବର୍ଷ ବର୍ଷ ଧରି ଯେତିକି ଜାଣିପାରିବେ ନାହିଁ, ଯେତିକି ତାକୁ କ୍ରୋଧ ସ୍ଥିତିରେ ଦେଖି ଜାଣିପାରିବେ। ଯେତେବେଳେ ଲୋକମାନେ ନିଜ ରାସ୍ତା ଅଲଗା କରିବା ପାଇଁ ନିର୍ଣ୍ଣୟ ନେଇଥାନ୍ତି, ସେତେବେଳେ ପ୍ରଥମେ କଥାବାର୍ତ୍ତା କରିବା କମ୍ କରିଦେଇଥାନ୍ତି। ଭୁଲ ପ୍ରତ୍ୟେକ ମନୁଷ୍ୟର ହୋଇଥାଏ, ପରନ୍ତୁ ଭୁଲ
ସେହି ମନୁଷ୍ୟ ସୁଧାରି ଥାଏ ଯିଏ ଖୋଲା ହୃଦୟ ବାଲା ହୋଇଥାଏ ଆଉ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥାଏ। କ୍ରୋଧ ଖରାପ ହୋଇଥାଏ, ପରନ୍ତୁ ଯେଉଁଠାରେ ଆବଶ୍ୟକ ସେଠାରେ ଦେଖାଇବା ମଧ୍ୟ ଜରୁରୀ ହୋଇଥାଏ। ନହେଲେ ଭୁଲ କରୁଥିବା ବ୍ୟକ୍ତିକୁ ଏହା କେମିତି ଜଣାପଡ଼ିବ ଯେ ସେ ଭୁଲ କରୁଛି ବୋଲି, ଆଉ ସେ ଆପଣଙ୍କର ସହିତ ଏମିତି ବ୍ୟବହାର ବାରମ୍ବାର କରି ଚାଲୁଥିବ। ଅନୁଭବ କହୁଛି ତୁମେ କୌଣସି ଜଣକ ଉପରେ ଭରସା କରିକି ଦେଖ, ଆପଣଙ୍କୁ ସେହି ମନୁଷ୍ୟ ଆଉ କାହା ଉପରେ ଭରସା ନ କରିବାର ମହାଶିକ୍ଷା ଦେଇକି ଯିବ। ଗୋଟିଏ କଥା ସମ୍ପୂର୍ଣ୍ଣ ସତ୍ୟ ଅଟେ ଯେ ଆମେ ନୂଆ ଲୋକଙ୍କ ସହିତ ଯେତେ ବି ଖୁସି ହେଲେ ମଧ୍ୟ ସେ ଯେତେବେଳେ ଆମ ହୃଦୟକୁ ଦୁଃଖ ଦେବ ସେତେବେଳେ ପୁରୁଣା ଲୋକମାନେ ହିଁ ଆମର ଅଧିକ ମନେ ପଡ଼ିବେ। ଦୁନିଆରେ ସବୁ ଜିନିଷର ମରାମତି ହୋଇପାରିବ, କେବଳ ବିଶ୍ୱାସ ହିଁ ଏକ ଏମିତି ଜିନିଷ ଯାହାକୁ ଯୋଡ଼ିବା ଅସମ୍ଭବ ଅଟେ। ଯିଏ ଆପଣଙ୍କୁ ପ୍ରକୃତରେ ସ୍ନେହ ପ୍ରେମ କରୁଥିବ ସେ ଆପଣଙ୍କୁ ରାଗିକି କିଛି ଖରାପ କହିଦେଇପାରେ, କିନ୍ତୁ କେବେ ହେଲେ ଆପଣଙ୍କର ଖରାପ କରିପାରିବ ନାହିଁ, କାହିଁକି ନା ତାଙ୍କର ଏହି ରାଗ ଅଭିମାନରେ ବାସ୍ତବ ସ୍ନେହ ମମତା ଭରି ରହିଥାଏ। ଯିଏ ଭୁଲ କରିଥିବ ତାକୁ କ୍ଷମା କରାଯାଇପାରେ, କିନ୍ତୁ ଯିଏ ଚାଲାକି କରୁଥିବ ସେ କେବେ କ୍ଷମାର ହକଦାର ହୋଇନପାରେ। ଯଦି ସାରା ଜୀବନ ଖୁସି ରହିବାକୁ ଚାହୁଁଛନ୍ତି ତେବେ ନିଜକୁ ଏମିତି ଗଢ଼ନ୍ତୁ କି କେହି ଆପଣଙ୍କ ସହିତ ରହୁ କିମ୍ବା ନ ରହୁ ଆପଣଙ୍କୁ କୌଣସି ବସ୍ତୁର ଦୁଃଖ ହେବା କେବେ ହେଲେ ଉଚିତ ନୁହେଁ। ମନୁଷ୍ୟ ଏଥିପାଇଁ ଏକୁଟିଆ ହୋଇଯାଏ କାହିଁକି ନା ସେ ନିଜ ଲୋକଙ୍କଠାରୁ ଦୂରେଇ ଯିବାର ଉପଦେଶ ପରଲୋକଙ୍କଠାରୁ ନେଇଥାଏ। ଜମି ଭଲ ହୋଇଥିବ, ମାଟି ବି ଭଲ ହୋଇଥିବ, ପରନ୍ତୁ ଯଦି ପାଣି ଖାରା ହୋଇଥିବ ତେବେ ଫୁଲ କେବେ ହେଲେ ଫୁଟିବ ନାହିଁ। ଠିକ୍ ସେହିପରି ଆପଣଙ୍କର ଭାବ ଭଲ ଥିବ, କର୍ମ ମଧ୍ୟ ଭଲ ଥିବ, କିନ୍ତୁ ଯଦି ବ୍ୟକ୍ତିର କଥା ଖରାପ ହୋଇଥାଏ ତେବେ ସମ୍ପର୍କ କେବେ ତିଷ୍ଠି ନଥାଏ। ନିଜର ସଚ୍ଚୋଟତା ଏବଂ ଧର୍ମକୁ ବିକ୍ରି କରି କରାଯାଇଥିବା ଧନ ଆମର କୌଣସି କାମରେ ଲାଗିନଥାଏ, ତେଣୁ ଶେଷରେ ଏହାର ତ୍ୟାଗ କରନ୍ତୁ। ରାତି ଯେତେ ଅନ୍ଧାର ହୋଇଥାଏ ତାରାମାନେ ସେତିକି ଚମକିଥାନ୍ତି, ଆଉ ଦୁଃଖ ଯେତେ ଗଭୀର ହୋଇଥାଏ ଈଶ୍ୱର ସେତେ ଅଧିକ ଆମ ପାଖରେ ଥାନ୍ତି। କେବେ ତାଙ୍କର ଅଣଦେଖା କରନ୍ତୁ ନାହିଁ ଯିଏ ତୁମର ବହୁତ ଦାୟିତ୍ୱ ନେଇଥାଏ, ନହେଲେ ଦିନ ଆସିବ ତୁମକୁ ଏହା ଅନୁଭବ ହେବ ଯେ ତୁମେ ପଥର ଜମା କରୁ କରୁ ହୀରାକୁ ହଜାଇ ଦେଇଛ ବୋଲି। ଜୀବନରେ ଆପଣ ଯେତେ ବ୍ୟସ୍ତ ରହିବେ ସେତେ ଆପଣ ମସ୍ତ ରହିବେ। ଗୋଟିଏ ଅପ୍ରିୟ କିନ୍ତୁ ସତ କଥା, ଲୋକଙ୍କର ଆବଶ୍ୟକ ହେଲେ ସମ୍ପର୍କ ଉପରେ ସମ୍ପର୍କ ଗଢ଼ି ଚାଲିଥିବେ, ଆଉ ଆବଶ୍ୟକ ପୂରଣ ହୋଇଗଲେ ଗଢ଼ାଯାଇଥିବା ସମ୍ପର୍କକୁ ମଧ୍ୟ ଭାଙ୍ଗି ଦେଇ ଚାଲିଯିବେ। ଜୀବନରେ ଯଦି ମିତ୍ର ଆଉ ଚିତ୍ର ହୃଦୟରୁ ଗଢ଼ାଯାଏ ତେବେ ସେହି ରଙ୍ଗ କିଛି ଅଲଗା ଭାବେ ଚମକ ଆଣିବ। ଯିଏ ବୁଝିପାରୁନାହିଁ ତା ସହିତ ବୁଝାମଣା କର ନାହିଁ, ଏହାଠାରୁ ଭଲ ଏକୁଟିଆ ହିଁ ରହିଯାଅ। ଅତି କମରେ ଏହି ଶାନ୍ତି ତ ପାଇପାରିବେ ଯେ ମୋର ତ କେହି ନାହାନ୍ତି ଆଉ ମୋତେ ବୁଝିବ କିଏ। ଆଜିକାଲି ଲୋକମାନେ ହୃଦୟରୁ ଦିଆଯାଇଥିବା ଇଜ୍ଜତରେ ଖୁସି ହେଉନାହାନ୍ତି। ଯେଉଁମାନେ କେବଳ ଦେଖେଇ ହେବା ପାଇଁ ଇଜ୍ଜତ କରନ୍ତି ଏମାନେ ସେଇମାନଙ୍କ ପାଇଁ ଗର୍ବ ଅନୁଭବ କରିଥାନ୍ତି। ବିଶ୍ୱାସ କରନ୍ତୁ, କିନ୍ତୁ ବାପା ମା ଆଉ ଈଶ୍ୱରଙ୍କ ଛଡ଼ା ଆଉ କାହାକୁ ନୁହେଁ। ଜୀବନରେ ଏକୁଟିଆ ରହିଯିବେ ପଛେ କିନ୍ତୁ ଜୋର ଜବରଦସ୍ତି କାହା ସାଙ୍ଗରେ ସମ୍ପର୍କ ଗଢ଼ିବାର ଜିଦ୍ଦି କେବେ କରିବେ ନାହିଁ। ଯଦି ଉପରବାଲା ସହିତ ଆପଣଙ୍କର ସମ୍ପର୍କ ଭଲ ଅଛି ତେବେ ତଳବାଲା ଆପଣଙ୍କର କିଛି କରିପାରିବ ନାହିଁ। ସାପର ଦାନ୍ତରେ, ବିଛାର ଲାଞ୍ଜରେ ଆଉ ମନୁଷ୍ୟର ମନରେ କେତେ ବିଷ ଭରି ରହିଛି ଏହା କେହି ହେଲେ କହିପାରିବେ ନାହିଁ। ତେଣୁ ଏମାନଙ୍କ ଠାରୁ ସର୍ବଦା ସାବଧାନ ରହିବା ଉଚିତ। ସତ୍ୟକୁ ସିଦ୍ଧ କରିବା ପାଇଁ କାହା ପାଖରେ ଜିଦ୍ଦି କରିବାର ଆବଶ୍ୟକ ନାହିଁ, କାହିଁକି ନା ସତ୍ୟ ଉଚିତ ସମୟ ଆସିଲେ ଆପେ ଆପେ ସିଦ୍ଧ ହୋଇଯାଏ। ଜୀବନରେ ଦୁଇଟି ଜିନିଷର କେବେ ହେଲେ ଗର୍ବ କରିବେ ନାହିଁ, ଟଙ୍କା ଆଉ ଶରୀର। ଦାରିଦ୍ରତା ଆସିବାରେ ବେଶୀ ଡେରି ହୁଏ ନାହିଁ, ଆଉ ଚେହେରା ବଦଳିବାରେ ମଧ୍ୟ ବେଶୀ ସମୟ ଲାଗେ ନାହିଁ। ପ୍ରେମରେ ଭରି ହୋଇଥିବା ଆଖି, ଶ୍ରଦ୍ଧାରେ ନଇଁ ପଡ଼ିଥିବା ମୁଣ୍ଡ, ସହଯୋଗ ବଢ଼ାଉଥିବା ହାତ, ସତ୍ ମାର୍ଗରେ ଚାଲୁଥିବା ପାଦ ଆଉ ସତ୍ୟ ସହିତ ଯୋଡ଼ି ହୋଇଥିବା ଜିଭ ଈଶ୍ୱରଙ୍କ ଅତି ପ୍ରିୟ ଜିନିଷ ଅଟନ୍ତି। ଯଦି ଆପଣ ଠିକ୍ରେ ଅଛନ୍ତି ତେବେ କ୍ରୋଧ କରିବାର କୌଣସି ଆବଶ୍ୟକତା ନାହିଁ, ଆଉ ଯଦି ଆପଣ ଭୁଲ ବି କରିଛନ୍ତି ତଥାପି ଆପଣଙ୍କୁ କ୍ରୋଧ କରିବାର କୌଣସି ଆବଶ୍ୟକତା ନାହିଁ। ଧୋକାଠାରୁ ବଞ୍ଚିବା ଠାରୁ ଭଲ ଏକୁଟିଆ ବଞ୍ଚନ୍ତୁ ଆଉ ଶାନ୍ତିରେ ବଞ୍ଚନ୍ତୁ। ନିଜ ଉପରେ ଭରସା ରଖନ୍ତୁ। ତୁମର ଚରିତ୍ର ଗୋଟିଏ ଦିନ ନିଶ୍ଚୟ କାହାଣୀ ବନିବ। କାହାର ମଜାକ ଆଉ ପଇସା ଭାବିଚିନ୍ତି ଉଡ଼ାଇବା ଉଚିତ। ସଂଘର୍ଷ ହିଁ ଜୀବନ ଅଟେ, ଏହାକୁ ଡରିବା ଉଚିତ ନୁହେଁ। ନିଦ ଭାଙ୍ଗିଲେ ଚଳିବ, କିନ୍ତୁ କେବେ ହେଲେ ତୁମର ସ୍ୱପ୍ନକୁ ଭାଙ୍ଗିବାକୁ ଦିଅ ନାହିଁ।
ଆପଣ ଯେତେ ବି ବଡ଼ ହୋଇଯାଆନ୍ତୁ, କିନ୍ତୁ ଯଦି ଆପଣଙ୍କ ଭିତରେ ମାନବିକତା ନାହିଁ, ତେବେ ସବୁକିଛି ବେକାର ଅଟେ। ଯାହା କରିବାର ଅଛି ନିଜେ କରନ୍ତୁ। ସମୟର ଭରସାରେ ବସିଲେ ମଧ୍ୟ ଧୋକା ମିଳିପାରେ। ଜୀବନର ଗୋଟିଏ ନିୟମ ବନାଅ ଯେ ତୁମର ଇଜ୍ଜତ ଯିଏ କରୁନାହିଁ ତା ପାଖକୁ କେବେ ହେଲେ ଯାଅ ନାହିଁ। କାହିଁକି ନା ଜୀବନରେ କ'ଣ ହେବ? ହୋଇପାରେ କିଛି ଖରାପ ହେବ, ନହେଲେ କିଛି ଭଲ ହେବ। ଆଉ ଯାହା ହେବ ଆମ କର୍ମ ଅନୁସାରେ ହିଁ ହେବ। ଯେମିତି ତେଲ ବିନା ଦୀପ ଜଳିପାରିବ ନାହିଁ, ଠିକ୍ ସେମିତି ଈଶ୍ୱରଙ୍କ କୃପା ବିନା ମନୁଷ୍ୟ କେବେ ହେଲେ ସଫଳ ହୋଇପାରିବ ନାହିଁ। ଜୀବନରେ କୌଣସି କାମ କରିବା ପୂର୍ବରୁ ଗୋଟିଏ ଥର ଭଗବାନଙ୍କ ସ୍ମରଣ କରିନେବା ଉଚିତ। କାହିଁକି ନା ମୁଁ ଯାହା କରିବାକୁ ଯାଉଛି ସେହି କାର୍ଯ୍ୟ ଭଗବାନଙ୍କୁ ସ୍ୱୀକାର ହେବ ନା ନାହିଁ। ଏମିତି କରିବା ଦ୍ୱାରା ଆପଣ ଜୀବନରେ କୌଣସି ଖରାପ କାର୍ଯ୍ୟ କରିବେ ନାହିଁ। କାହାର ଯଦି ଭଲ କରିପାରୁନାହାନ୍ତି, ତେବେ କାହାର ଖରାପ ମଧ୍ୟ କରନ୍ତୁ ନାହିଁ। କାହାର ସମ୍ମାନ କରି ନପାରିଲେ କାହାର ଅସମ୍ମାନ ମଧ୍ୟ ବିନା କାରଣରେ କରନ୍ତୁ ନାହିଁ। ତୁମେ ଯାହାର ଯେତେ ଦାୟିତ୍ୱ ନେବ ସେତେ ଅସୁବିଧା ଭୋଗିବ। ଆଉ ଯେଉଁଦିନ ଦାୟିତ୍ୱ ନେବା ଛାଡ଼ିଦେବ, ଲୋକମାନେ ତୁମକୁ ଅସୁବିଧାରେ ପକାଇବା ଛାଡ଼ିଦେବେ। କ'ଣ ନେଇକି ଆସିଥିଲ ଆଉ କ'ଣ ନେଇକି ଯିବ? ଏ ଜୀବନ 2 ଦିନର ମେଳା ଅଟେ। ଗୋଟିଏ ଦିନ ସବୁ ଏଠାରେ ଛାଡ଼ି ଚାଲିଯିବ। ବୁଝିବା ଲୋକ କେବେ ହେଲେ ପ୍ରତିଶୋଧର ଭାବନା ରଖେ ନାହିଁ। କାହିଁକି ନା ସେ ଭଲ ଭାବରେ ଜାଣିଥାଏ ଯେ ଉଚିତ ସମୟ ଆସିଲେ ଭଗବାନ ସବୁ କର୍ମର ହିସାବ କରିଥାନ୍ତି। କାହା ସାଙ୍ଗରେ ରହିବା ପାଇଁ କିମ୍ବା କାହାର ସହଯୋଗ କରିବା ପାଇଁ କାହାକୁ କେବେ ଜବରଦସ୍ତି କରନ୍ତୁ ନାହିଁ। ଯଦି କେହି ନିଜେ ତୁମ ପାଖକୁ ଚାଲି ଆସୁଛି, ତେବେ ସେଥିରେ ଖୁସି କିଛି ଅଲଗା ପ୍ରକାର ହୋଇଥାଏ। ସାଙ୍ଗସାଥୀର ସବୁବେଳେ ବିଶେଷ ଧ୍ୟାନ ରଖନ୍ତୁ। କାହିଁକି ନା ସଫଳତା ସର୍ବଦା ଭଲ ବିଚାରରୁ ଆସିଥାଏ। ଆଉ ଭଲ ବିଚାର ସର୍ବଦା ଭଲ ଲୋକଙ୍କ ସମ୍ପର୍କରୁ ଆସିଥାଏ। ଯଦି ସମ୍ଭବ ଚୁପ୍ ରୁହନ୍ତୁ, ନହେଲେ କିଛି ଏମିତି ଶବ୍ଦ କୁହନ୍ତୁ ଯାହା ମୌନ ଠାରୁ ଅଧିକ ମୂଲ୍ୟବାନ ହୋଇଥିବ। ସତ୍ୟକୁ ସବୁବେଳେ ନିଜ ପାଇଁ ସାଇତି ରଖନ୍ତୁ। ପ୍ରେମକୁ ଅନ୍ୟ ପାଇଁ ସାଇତି ରଖନ୍ତୁ। ଆଉ କରୁଣା ସମସ୍ତଙ୍କ ପାଇଁ ସାଇତି ରଖନ୍ତୁ। ଏହା ହିଁ ଜୀବନର ବ୍ୟାକରଣ ଅଟେ। ଫୁଲ କେତେ ବି ସୁନ୍ଦର ହୋଇଥାଉ, ପ୍ରଶଂସା ତାର ମହକ ଦ୍ୱାରା ହିଁ କରାଯାଇଥାଏ। ଠିକ୍ ସେହିପରି ମନୁଷ୍ୟ କେତେ ବି ବଡ଼ ହୋଇଥାଉ, ଇଜ୍ଜତ ତାର ଗୁଣ ଦ୍ୱାରା ହିଁ କରାଯାଇଥାଏ। ଗୋଟିଏ ଗାଁରେ ଜଣେ ସାଧୁ ବାସ କରୁଥିଲେ। ତାଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ଥିଲା। ସେ ଗୋଟିଏ ଗଛ ମୂଳେ ବସି ଭଗବାନଙ୍କ ତପସ୍ୟା କରୁଥିଲେ। ଏହି ସମୟରେ ହଠାତ୍ ବନ୍ୟା ଜଳ ମାଡ଼ି ଆସିଲା। ଚାରିଆଡ଼େ କେବଳ ପାଣି ହିଁ ଆଉ ପାଣି ହୋଇଗଲା। ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ପାଖରେ ଥିବା ପାହାଡ଼ ଉପରକୁ ଦୌଡ଼ିଲେ। ଏହି ସମୟରେ ଗୋଟିଏ ଲୋକର ନଜର ପଡ଼ିଲା ସେହି ସାଧୁଙ୍କର ଉପରେ। ଏତେ ବନ୍ୟା ଜଳ ମାଡ଼ି ଆସିଲା ପରେ ମଧ୍ୟ ସେହି ସାଧୁ ଜଣକ ସେହିଠାରେ ବସିକି ତପସ୍ୟା କରୁଛନ୍ତି। ସେ ନିଜକୁ ବଞ୍ଚାଇବା ପାଇଁ କେଉଁଆଡ଼େ ହେଲେ ଯାଉନାହାନ୍ତି। ତେଣୁ ସେ ଦୂରରେ ଥାଇ ସାଧୁଙ୍କୁ ପଚାରିଲା, ମହାରାଜ, ଆପଣ ଏଠାରେ କାହିଁକି ବସିଛନ୍ତି? ଚାରିଆଡ଼େ ତ ବନ୍ୟା ଜଳ ମାଡ଼ି ଆସିଲାଣି। ମୋ ସାଙ୍ଗରେ ଆସନ୍ତୁ ଏହି ପାହାଡ଼ ଉପରକୁ, ନହେଲେ ଅଧିକ ପାଣି ଆସିଲେ ଆପଣ ବୁଡ଼ିଯିବେ। ସାଧୁ କହିଲେ, ଆରେ ମୋର କ'ଣ ହେବ? ମୁଁ ତ ଭଗବାନଙ୍କର ଏତେ ତପସ୍ୟା କରୁଛି, ମୋର କିଛି ହେବ ନାହିଁ। ମୋତେ ବଞ୍ଚାଇବା ପାଇଁ ଭଗବାନ ସ୍ୱୟଂ ନିଶ୍ଚୟ ଆସିବେ। ଏହିପରି ଭାବରେ ଧୀରେ ଧୀରେ ପାଣି ବଢ଼ି ସାଧୁଙ୍କର ଅଣ୍ଟା ପର୍ଯ୍ୟନ୍ତ ହୋଇଗଲା। ଲୋକମାନେ ସେଠାରୁ ଡଙ୍ଗା ନେଇ ଅନ୍ୟ ସ୍ଥାନକୁ ଯିବାକୁ ଲାଗିଲେ। ସେଥିମଧ୍ୟରୁ ଗୋଟିଏ ଲୋକ ସାଧୁକୁ କହିଲା, ମହାରାଜ, ପାଣି ଆପଣଙ୍କର ଅଣ୍ଟା ପର୍ଯ୍ୟନ୍ତ ଆସିଲାଣି। ଆମ ସହିତ ଆସନ୍ତୁ, ଆମେ ଆପଣଙ୍କୁ ଏହି ଡଙ୍ଗାରେ ନେଇଯିବୁ। ସାଧୁ କହିଲେ, ନା ନା, ଭଗବାନ ମୋତେ ବଞ୍ଚାଇବା ପାଇଁ ନିଜେ ଆସିବେ। ଏହାପରେ ସେହି ଡଙ୍ଗାବାଲା ମଧ୍ୟ ସେଠାରୁ ଚାଲିଗଲେ। କିଛି ସମୟ ପରେ ପାଣି ବଢ଼ି ବଢ଼ି ସାଧୁଙ୍କର ବେକ ଯାଏଁ ହୋଇଗଲା। ବାକି ଥିବା ଲୋକମାନଙ୍କୁ ବଞ୍ଚାଇବା ପାଇଁ ହେଲିକପ୍ଟର ସାହାଯ୍ୟ ମଧ୍ୟ ନିଆଗଲା। ଆଉ ହେଲିକପ୍ଟର ସାଧୁଙ୍କର ପାଖକୁ ମଧ୍ୟ ଆସିଲା, ଯାହାକି ବନ୍ୟା ଜଳର ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ଶେଷ ସୁଯୋଗ ଥିଲା। ଉପରୁ ସାଧୁଙ୍କ ପାଖକୁ ଦୌଡ଼ି ମଧ୍ୟ ପକାଗଲା। ଦୌଡ଼ି ଧରି ଉପରକୁ ଆସିବା ପାଇଁ ସାଧୁକୁ ମଧ୍ୟ କୁହାଗଲା। କିନ୍ତୁ ସାଧୁ କହିଲେ, ତୁମେ ଦୌଡ଼ି ନେଇଯାଅ, ମୋତେ ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ସେ ମୋତେ ବଞ୍ଚାଇବା ପାଇଁ ନିଶ୍ଚୟ ଆସିବେ। ଏହାପରେ ପାଣି ଆହୁରି ଉପରକୁ ଆସିଲା। ଆଉ ସେହି ପାଣିରେ ସାଧୁ ବୁଡ଼ିଯାଇ ମୃତ୍ୟୁବରଣ କଲେ। ସାଧୁଙ୍କର ମୃତ୍ୟୁ ପରେ ସାଧୁ ଯେତେବେଳେ ସ୍ୱର୍ଗକୁ ଗଲେ, ସେଠାରେ ଯାଇ ଭଗବାନଙ୍କୁ ଦର୍ଶନ କଲେ। ଆଉ ପଚାରିଲେ, ହେ ଭଗବାନ, ମୁଁ ଆପଣଙ୍କୁ ମୋର ସାରା ଜୀବନ ତପସ୍ୟା କଲି, ତଥାପି ଏତେ ଭରସା ସହିତ ଆପଣଙ୍କୁ ଅପେକ୍ଷା କଲି କି ଆପଣ ମୋତେ ଏହି ସମୟରେ ବଞ୍ଚାଇବା ପାଇଁ ନିଶ୍ଚୟ ଆସିବେ। କିନ୍ତୁ ମୁଁ ତ ସେଠାରେ ବୁଡ଼ି ମରିଗଲି, କିନ୍ତୁ ଆପଣ ଆସିଲେ ନାହିଁ। ଏମିତି କାହିଁକି କଲେ ପ୍ରଭୁ? ଭଗବାନ କହୁଛନ୍ତି,
ମୁଁ ତୁମକୁ ବଞ୍ଚାଇବା ପାଇଁ ଗୋଟିଏ ଥର ନୁହେଁ 3 ଥର ତୁମ ପାଖକୁ ଆସିଥିଲି। ପ୍ରଥମେ ଚାଲି ଚାଲି ଆସିଥିଲି, ଦ୍ୱିତୀୟରେ ନୌକା ଦ୍ୱାରା ଆସିଥିଲି, ଆଉ ତୃତୀୟରେ ଆକାଶ ମାର୍ଗରେ ହେଲିକପ୍ଟର ଦ୍ୱାରା ଆସିଥିଲି। କିନ୍ତୁ ତୁମେ ମୋତେ ଜାଣିପାରିଲ ନାହିଁ, ଆଉ ସବୁ ସୁଯୋଗକୁ ହାତଛଡ଼ା କଲ। କେଜାଣି ତୁମେ ଆଉ କେଉଁ ସୁଯୋଗକୁ ଅପେକ୍ଷା କରିଥିଲ? ଏହି ପ୍ରକାର ଉପରବାଲା ଆମକୁ ଜୀବନରେ ବହୁତ ସୁଯୋଗ ଦେଇଥାଏ, କିନ୍ତୁ ଆମେ ସବୁ ସେହି ସୁଯୋଗକୁ ପାଦରେ ଆଡ଼େଇ କେଜାଣି ଆଉ କାହାକୁ ଅପେକ୍ଷା କରିଥାଉ। ଏମିତି ଅପେକ୍ଷା କରି କରି ଆମ ହାତରୁ ସେହି ସୁଯୋଗ ମଧ୍ୟ ହାତଛଡ଼ା ହୋଇଯାଏ, ଆଉ ଆମେ ଆମ ଜୀବନରେ କିଛି ବି କରିପାରୁନାହିଁ। ତେଣୁ ଆମେ କେବେ ହେଲେ ଭଲ ସମୟ ଆସିବ ବୋଲି ଅପେକ୍ଷା କରିବା ଉଚିତ ନୁହେଁ। ଯାହା କରିବାର ଅଛି ଆଜିଠାରୁ, ଏବେଠାରୁ ହିଁ କରିବା ଆରମ୍ଭ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆମ ଜୀବନର ଏହିସବୁ ମହତ ବାଣୀ ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ନିଶ୍ଚୟ ସେୟାର କରନ୍ତୁ। ଆଉ ଚିନ୍ତନ ଟିଭିକୁ ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।